ଗାଁର ଗୁଲଗୁଲି ସାଙ୍ଗରେ ଏଇଟା ଜଙ୍ଗଲ ମଜା ନେବାର ପଡ଼ୁଛି। ଗାଁରେ ଯେନ୍ ଭଳିଆ ଗରମ ହୁଏ ସେଇ ଗରମରୁ ରକ୍ଷା ପାଇବା ଲାଗି ଜଙ୍ଗଲ ଆଡ଼େ ବୁଲି ଆସ। ଆମେ ଆସିବୁ ଦେଖ କେନ୍ତା ଜଙ୍ଗଲ ଆଡ଼େ ବୁଲି। ଆର୍ ଇନେ ବହୁତ ସାରା ଖାଇବାର୍କେ ମିଲ୍ବା ଯେନ୍ତାକି ପଣସ ଆମ୍ବ ଏସବୁ ଅଛେ ଏଇ ଜାଗାରେ। ଏଇଟା ଆମେ ଆସିଛୁ ଜଙ୍ଗଲ ଆଡ଼େ ବୁଲି। ଚାଲ ଦେଖ କାଣା କାଣା ଆଜି ମିଲ୍ବା ଏଇନେ ଆର୍ କାଣା କାଣା ଖାଇମା। ଏଣ୍ଟ୍ରି ହେଇଗଲା ଏଇଟା ଫାଷ୍ଟ। ଏଇଟା ଅଛନ୍ ପିଲାମାନେ ଆମର। ଏଇଟା ପଣସ ଗଛ। ଏଇଟା ଆମର ପିଙ୍କୁ ବାବୁ ପିଙ୍କୁ କାକା ବାବୁ। ଏଇଟା ଦେଖ ଏଇଟା ଡଗି ବାବୁ ଆଉ ଏଇଟା ହେଲା ପଣସ ଗଛ। ଏଇଟା ହେଲା ଦେଶୀ କୁକୁଡ଼ା ଏଇନା ଆଭେଲେବଲ୍ ଅଛନ୍ ଯଦି ଦରକାର ବୋଲେ ନେଇଯିବ। ଏଇଟା ଧୁରା କୁକୁର ଯଦି ତମର ଆଡ଼େ ଥିବା ବୋଲେ ଧୁରା କୁକୁର କମେଣ୍ଟ କରବ। ଦେଖ କୁକୁର ଗୋଟେ ଗୋଟେ ପଳେଇଲା ଏତେ ନାকি କୁକୁର ଗୋଟେ କାଁ ହେଲା ତାର ପାଖେ ଆସିଲା। ପଣସ ସବୁ ଦେଇଦେଲୁ ବୋଲି ଦେଖିଲା ବେଳ ପଣସ ଗଛରେ ସବୁ ପଣସରେ ଗୁଲେଇ ଗୁଲେଇ ହେଇକି ରହିଛି। ଆମେ ଏଇଟା ପଣସ ଖାଇବାର ଲାଗି ଆଣିଥିଲି ମାନେ 5 କିଲୋମିଟର ଜାଗା ଏଇଟା ଆର୍ ଏଇନେ ପଣସ ନାଇଁ ନ ଖାଇବାର ଲାଗି। अच्छा हमको सिखा रिया है। ଏଇଟା ଆସୁଁ ଦେଖ ପୁରା ମେଘ ମାନେ କେନ୍ତା ପାଚି ପାଚିକି ରହୁଛେ। ଆଉ ଆମର ପିଲାମାନେ ସବୁ ପଳେଇଲେନ ଏଇଟା ପଣସ ଲାଗି। ଲେମ୍ବୁ ଗଛ ବି ଅଛି ମାନେ ସବୁ ଯାହା ଜଙ୍ଗଲରେ ଖାଇବା ଜିନିଷ ମାନେ ସବୁ ଏଇନେ ମିଳିଯିବା ଦେଖିପାରୁଥିବ। ଏ ଫୁଲ ଗୋଟେ ଛିଡ଼ିଦେଲାନ ଏଇଟା ଖାଲି ତମର ମାନଙ୍କର ଲାଗି। ତ ଏଇଟା 5 କିଲୋମିଟର ଆସିକିରି ଆମେ ଏଇଟା ହତାଶି ଆଗରେ ଯାଉଛୁ। ବାବୁଙ୍କର କିଛି କଣ୍ଟାକ୍ଟ ନାଇଁ ପାରଲା ପଣସ ଆପଣଙ୍କୁ ମୁଁ ଦେଖେଇ ନାଇଁ ପାରିଲି।